କାଲିର ବ୍ଲଗ୍ରେ ଆପଣମାନେ ଦେଖିଥିଲେ ମୁଁ ଆସିଥିଲି ପାର୍କରୁ ଗଲା ବେଳକୁ ଏଠି ହେଇଯାଇଥିଲା ସନ୍ଧ୍ୟା। ତେଣୁ ଆମେ ସନ୍ଧ୍ୟାବେଳେ ମାମା ବାବା ମୁଁ ଚାଲିଲୁ ଯାଇକି ଆମେ ଆଜି ରାତିଟା ୱେଟ୍ କରିବୁ, କାଲି ସକାଳେ କୁଆଡ଼େ ଯାଉଛି ଆପଣମାନଙ୍କୁ ଦେଖେଇବି। ଦେଖନ୍ତୁ ସରପ୍ରାଇଜ୍, ସକାଳେ ସକାଳେ ଆମେ ବାବା ମାମା ଆଉ ମୁଁ ପଳେଇ ଆସିଛୁ ଏଠିକି ନନ୍ଦନକାନନ ବୁଲିବାକୁ। ଏଇଟା କ'ଣ ଜାଣିଛନ୍ତି ତ? ହଁ, କୁମ୍ଭୀର ଦେଖି ସାରିଲା ପରେ ଆମେ କ'ଣ ସବୁ ଦେଖୁଛୁ ଆପଣମାନଙ୍କୁ ଦେଖେଇବି। ମାମା ଏତେ ଭିଡ଼ିଓ ବନେଇ ପାରୁନି ଯେହେତୁ ମୁଁ ବହୁତ ଦୁଷ୍ଟ ହେଉଛି ସବୁ ଜିନିଷ। ଏଇଟା କ'ଣ? ଏଇଟା ରୁପୱେରେ ମାମା ବାବା ମୁଁ 3 ଜଣ ବସିଲୁ। ଆଉ ମୋ ବାବାକୁ ଏତେ ଡର ଲାଗିଲା ଯେ ମୋ ମାମା ହନୁମାନ ଚାଳିଶା ପଢ଼ି ପଢ଼ି ଆମମାନଙ୍କୁ ନେଇକି ଗଲା। ମାମା ବହୁତ ଷ୍ଟ୍ରଙ୍ଗ ଥିଲା। ଦେଖନ୍ତୁ କେତେ ସୁନ୍ଦର ଲାଗୁନି ଭିଉ। ସେଠୁ ଆସିଲା ପରେ ମୁଁ କହିଲି ମାମା ମୋତେ ତ ଛାଡ଼ିଦେ, ମୁଁ ଏଠି ଟିକେ ଖେଳିବି। ଏଇଠି ମୁଁ ମୋର ଖେଳୁଛି ଆଉ ମାମା ବାବା ମୋତେ ଜଗିଛନ୍ତି। ଏମିତି ଖେଳି ଖେଳି ମୋ ଦିନ ଯାଉଛି। ନେକ୍ସଟ ଭିଡ଼ିଓରେ କ'ଣ ହେଉଛି ମୁଁ ଆପଣମାନଙ୍କୁ ଜଣାଇବି। ମୋତେ ତ ଭୁବନେଶ୍ୱର ଆସି ବହୁତ ଖୁସି ଲାଗିଲା ଆଉ ମୁଁ ବହୁତ ଏନ୍ଜୟ ବି କଲି। ଆପଣମାନେ ବି ଛୁଟି ପଡ଼ିଲେ କେବେ କେବେ ଆସନ୍ତୁ, ବୁଲିକି ଯାଆନ୍ତୁ। ଏଇଠି ମୁଁ ମୋର ଖେଳୁଛି। ମାମା ମୋତେ କହୁଛି ଏଠିକି ଯାଆନି ସେଠିକି ଯାଆନି, ହେଲେ ମୁଁ ସମ୍ଭାଳିବା ପିଲା ନୁହଁ। ଖାଲି ଏଠୁ ସେଠୁ ଏମିତି କରିକି ଖେଳୁଛି। ମୁଁ ଆଜି ଟିକେ ଜଲ୍ଦି ପଳେଇ ଆସିଥିଲି ଖେଳିବାକୁ, ତେଣିକିନା ଆମେ ପଳେଇ ଯିବୁ ସେଥିପାଇଁ। ତାପରେ ଏଇଠି ଦେଖନ୍ତୁ କେତେ ସୁନ୍ଦର ପାଣି ବାହାରୁଛି। ଏଇଟା ନନ୍ଦନକାନନ ସାମ୍ନାରେ ଆମେ ରହିଲୁ। ଜୟ ଜଗନ୍ନାଥ, ସମସ୍ତେ ଭଲରେ ରୁହନ୍ତୁ।